ମୋ ଘର ବାହାରେ ମୁଁ କିଛି ଫୁଲ ଗଛ ଲଗେଇଛି, କିନ୍ତୁ ଯେବେ ସକାଳୁ ଯାଇ ଫୁଲ ତୋଳିବାକୁ ଯାଏ ସେତେବେଳେ ଦେଖେ ଗଛରେ ଗୋଟେ ବି ଫୁଲ ନଥାଏ। ମନ ବହୁତ ଦୁଃଖ ହୁଏ। ଆଉ ମନ ଦୁଃଖରେ ଯିଏ ଫୁଲ ନେଇଛି ତାଙ୍କ ପ୍ରତି ମୋ ମନରେ କିଛି ନେଗେଟିଭ୍ ଚିନ୍ତାଧାରା ବି ଆସେ। କିନ୍ତୁ କୁହନ୍ତୁ ତ, ଫୁଲ ଗଛରେ ଥିଲାବେଳେ କେତେ ସୁନ୍ଦର ଲାଗେ, କିନ୍ତୁ ଆମେ ତାକୁ ଛିଡ଼େଇ ଆଣି ଆମେ ବନେଇଥିବା ଭଗବାନଙ୍କ ଦେହରେ ଚଢ଼େଇ ଦେଉ ଭକ୍ତି ସହକାରେ। କ'ଣ ଏଇ ଫୁଲ ଗଛରେ ଭଗବାନ ନାହାନ୍ତି? ଯଦି ନଥାନ୍ତେ ଏତେ ସୁନ୍ଦର ଫୁଲ କେଉଁଠୁ ଆସନ୍ତା? ଆଉ ଏତେ ସୁନ୍ଦର ବାସ୍ନା ଏ ଫୁଲରେ କିଏ ଭରୁଛି କୁହନ୍ତୁ ତ? ହେଲେ ଲୋକମାନେ କାହିଁକି ଗଛରୁ ସବୁ ଫୁଲ ଛିଡ଼େଇ ନିଅନ୍ତି, ଗୋଟେ ବି ଫୁଲ ରହିବାକୁ ଦିଅନ୍ତିନି? ଲୋକେ ମାନନ୍ତି ଭଗବାନ ସବୁ ଜାଗାରେ ଅଛନ୍ତି, ତେବେ ଏ ଗଛରେ ବି ତ ଭଗବାନ ଥିବେ ନା, ଆଉ ଏ ଫୁଲରେ ବି ତ ନିହାତି ଥିବେ, ଆଉ ଏ ମାଟିରେ। କିନ୍ତୁ ଆମେ ଫୁଲକୁ ଛିଡ଼େଇ ଦେଉଛେ। ଯଦି ଆମେ ସେ ଫୁଲକୁ ଗଛରେ ରହିବାକୁ ଦିଅନ୍ତେ, ଏହା କ'ଣ ପ୍ରକୃତି ମା ପ୍ରତି ଭଲ ପାଇବା ବା ଭକ୍ତି ହୁଅନ୍ତାନି କି? କହିଲେ ଦେଖି, ଗୋଟେ ଗଛରୁ ସବୁ ଫୁଲ ଛିଡ଼େଇ ନେଇ ଭଗବାନଙ୍କ ମଧ୍ୟରେ ଲଗେଇଦେବା କେତେ ଦୂର ଠିକ୍?